ଆଜି ଶନିବାର ସକାଳୁ ଆଦି ବାବାଙ୍କୁ ସ୍କୁଲ ଯିବା ପାଇଁ ରେଡି କରି ବସି ନଖ କାଟି ଦଉଥିଲି ତାଙ୍କର ନେଲ କଟର ଧରି। ନଖ କାଟିବା ପାଇଁ ଆଉ କେତେବେଳେ ମନେ ନ ପଡିଲେ ବି ଶନିବାର ଦିନ ସକାଳୁ ଯେମିତି ହେଲେ ମନେ ପଡିଯିବ। ନହେଲେ ମୋ ଭୁଲ ପାଇଁ ବିଚରା ସାଙ୍ଗମାନଙ୍କ ଆଗରେ କେତେ ମାଡ ଖାଇବ। ସ୍କୁଲ ନେବା ପାଇଁ ଦାଣ୍ଡରେ ଗାଡି ଧରି ଠିଆ ହେଇଛନ୍ତି ତାଙ୍କ ବାବା। କହିଲେ ଜଲ୍ଦି ଜଲ୍ଦି ଆସ, ଡେରି ହେଲାଣି, ସ୍କୁଲ ଯିବା। ପିଲାମାନଙ୍କର କାମ ସରିଲା ମାନେ ଜାଣ ମା ମାନଙ୍କର କାମ ଅଧା ସରିଲା। ତାପରେ ଗାଧି ଆସି ସମସ୍ତଙ୍କ ପାଇଁ ଜଳଖିଆ ପ୍ରସ୍ତୁତ କରିବା ପାଇଁ ପଡିଲା। ଆଜି ଜଳଖିଆରେ ମନ ହେଇଥିଲା ପରଟା ଖାଇବା ପାଇଁ, ହେଲେ ଏକା ନ କରି କରିଥିଲି ବୋଉଙ୍କର ସାହାଯ୍ୟ ନେଇ। ଆଜି ପରଟା ଖାଇବାକୁ ଯେତେବେଳେ ମନ କରିଛି ଭଲସେ କଣ ବନେଇ ବାଲକୋନିରେ ବସି ଖାଇବି ବୋଲି ଭାବି ବୋଉଙ୍କ ସାହାଯ୍ୟରେ ରୋଷେଇ ଛଟପଟ ସରିଗଲା। ବାଲକୋନିରେ ଟାଣ ଖରା ପଡିଥିବାରୁ ଘରେ ବସି ମତେ ଖାଇବା ପାଇଁ ପଡିଲା। ପରଟା ସାଙ୍ଗକୁ ପତ୍ରକୋବି ଆଳୁ ପଡି ଖାଲି ହେଇଥିଲା ଭଜା। ମିଠାରେ କିଛି ମିଠେଇ ଗୁଣ୍ଡ ଆଉ ଥିଲା ତା ସାଙ୍ଗରେ ଖାସ୍ତା ଗଜା। ପତ୍ରକୋବିରେ କିଛି ଅଦା ରସୁଣ ପଡିନି ବୋଲି ତାକୁ ମୁଁ ଭଜା କହୁଛି। ତା ସହିତ କିଛି ପିଆଜ ଲଙ୍କାକୁ ଦଳି ଦେଇଛି। ସକାଳୁ ସକାଳୁ ସୁସ୍ୱାଦ ଜଳଖିଆଟେ ଖାଇ ବାସନ କିଛି ପଡିଥିଲା ତାକୁ ମାଜିଲି। ତାପରେ ଖରା ବେଳକୁ ସେଇ ଭାତ ଡାଲି ଭଜା ଖାଇ ଖରା ବେଳଟାରେ ଘୋଡି ଫୋଡି ହେଇ ଶୋଇଲି। ସବସ୍କ୍ରାଇବ ନିଶ୍ଚିନ୍ତ କରନ୍ତୁ। ଜୟ ଜଗନ୍ନାଥ।